জয় গোবিন্দ জয় জয় গোপাল জয় জয় গোবিন্দ জয় জয় গোপাল জয় জয় গোবিন্দ জয় জয় গোপাল জয় জয় রাধা রমণ হরি মাধব জয় জয় রাধা রমণ হরি মাধব জয় জয় গোবিন্দ বল হরি গোপাল বল গোবিন্দ বল হরি গোপাল বল রাধা রমণ হরি গৌরাঙ্গ বল রাধা রমণ হরি গৌরাঙ্গ বল গৌরাঙ্গ জয় জয় গোবিন্দ জয় জয় গৌরাঙ্গ জয় জয় গোবিন্দ জয় জয় রাধা রমণ হরি শ্রীকৃষ্ণ জয় জয় রাধা রমণ হরি শ্রীকৃষ্ণ জয় জয় ও জয় শ্রীকৃষ্ণ ভগবান কি ଜୟ ଯାଅ ଯୋଉ ତମର କନ୍ଧମାଳ ଜିଲ୍ଲା ଛୋଟ ଗାଁଟି ହେଲେ ମଧ୍ୟ 25 ଘର ନା ଆଜ୍ଞା 25 ଘର 24 ପ୍ରହର ନାମ ଯଜ୍ଞ ହେଉଛି ବଡ଼ ଖୁସି ଲାଗିଲା ହାଁ 500 ଘର ବସ୍ତି ହେଲେ ମଧ୍ୟ ଅଷ୍ଟପ୍ରହରୀ ହେବାଟା କଷ୍ଟ ମୁଁ ଯେତିକି ବୁଲି ବୁଲି ସବୁ ଅନୁଭବ କରୁଛି 25 ଘର ଗାଁରେ 24 ପ୍ରହର ନାମ ଯଜ୍ଞ ହେଉଛି ମାନେ କଳିଯୁଗରେ ନାମଟାକୁ କାହିଁକି ପ୍ରାଧାନ୍ୟ ଦିଆଗଲା କହିଲେ କଳିଯୁଗରେ ଜ୍ଞାନଟାର ପ୍ରଭାବ ପଡ଼ିବନି ଘୃତ ଯଜ୍ଞ ଥିଲା ଚେତୟା ଦ୍ୱାପରରେ ହେଲା ବିଗ୍ରହ ଆରାଧନା ସତ୍ୟ ଯୁଗରେ ଥିଲା ତପସ୍ୟା କଳିଯୁଗରେ କେବଳ ହରିନାମ ସଂକୀର୍ତ୍ତନ କାହିଁକି ନା କଳିଯୁଗ ଲୋକମାନେ ସବୁ ଅଳସୁଆ ମୋହଗ୍ରସ୍ତ ଜୀବ ପୁଅ ପିଟୁଥିବ ନାତିକି ଆଉଁସିଥିବ ବୁଢ଼ା ଆରେ ପୁଅ ତ ବାଡ଼େଇଲାଣି ନାତିଟା କ'ଣ ପଚାରିବ କି ମୋହ ପୁରା କାଲିକି ମରିବ କ'ଣ ହେବ ନିଜର ଅବସ୍ଥା ନ ଚିନ୍ତା କରି ପରିବାର ଚିନ୍ତା ଆଉ କଳିଯୁଗ ଲୋକ ମୋହ ନାହିଁ ଆଉ କ'ଣ କାଲିକି ଆମେ ମରିବା ଯେତେବେଳେ ଖଟଙ୍ଗ ରାଜାଙ୍କୁ ଦେବତାମାନେ ସବୁ ପଚାରିଲେ କ'ଣ ବର ମାଗୁଛ ମାଗ ବୁଝିଲ ସେ କହିଲେ ମୋର ଆୟୁଷ କେତେଦିନ ଅଛି ଆଗ କୁହ ପରେ ଦେବ ଆମକୁ ଯଦି କହିଥାନ୍ତେ କୃଷ୍ଣ କ'ଣ ବର ମାଗୁଛ ମାଗ ଆମେ କ'ଣ କହିଥାନ୍ତେ ଦେଇଦିଅ ବୋଲି ମାଗି ଦେଇଥାନ୍ତେ ହାଁ ଚିନ୍ତା କର ଦେବତାମାନେ କହିଲେ ଆୟୁଷ କ'ଣ କରିବ ନା ଆରେ ନେଲେ କ'ଣ ହେବ ମୁଁ ଭୋଗ କରିବାକୁ ସମୟ ଥିଲେ ତ ସେଥିପାଇଁ ରାମଚନ୍ଦ୍ର ଦେଖିଲେ କହିଲେ ମୁଁ ଆଙ୍କ ବଂଶକୁ ଯିବି ବିଚାର ଚିନ୍ତା କର ଦେବତାମାନେ ଦେଖିଲେ ଆୟୁଷ କହିଲେ 48 ସେକେଣ୍ଡ ବାକି ଅଛି ମରିବାକୁ ନା 48 ସେକେଣ୍ଡ ବାକି ଅଛି ମୁଁ କ'ଣ କରିବି ନେଇକି ମୁଁ କେମିତି ଗୋଟେ ମନଯାନ ଘୋଡ଼ାରେ କୃଷ୍ଣଙ୍କ ପାଖକୁ ଯିବି ସେଇ ବାଟ କର ଦେଖନ୍ତୁ 48 ସେକେଣ୍ଡରେ ଭଗବତ ପ୍ରାପ୍ତି ହେଇଗଲା କିନ୍ତୁ କଳିଯୁଗ ମାନବ 1000 ଜନ୍ମ ମନ୍ଦିରକୁ ଆସିଲେ ମୋତେ ପ୍ରଭାବ ପଡ଼ୁନି କାହିଁକି ସେ ତ ପରିବାର ପାଇଁ ଘର ପାଇଁ ସବୁ ମାଗିବ କ'ଣ ଭଗବାନଙ୍କୁ ମାଗିବ ନା ମୋତେ କେମିତି ଭଗବତ ଧାମକୁ ନେଇଯାଅ ମୁଁ କେମିତି ତୁମ ପାଖକୁ ପଳେଇବି ସେଥିପାଇଁ ଜ୍ଞାନ ଯଜ୍ଞ ଯଦି ବାରମ୍ବାର ଜଣେ ଶୁଣିବ ସାଧୁମାନଙ୍କ ମୁଖରୁ କଥାଟା ବୁଝିପାରିବ ସଂସାରରୁ ଯିବା ପାଇଁ ବାଟ ମିଳିବ ଚିନ୍ତା କର ସେଥିପାଇଁ କଳିଯୁଗରେ ଜ୍ଞାନ ଯଜ୍ଞ ହେଉଛି ମୁଖ୍ୟ ତୁମେ 1000 ହରିନାମ କଲେ ମଧ୍ୟ ଏଇ ସଂସାରରୁ ଯାଇପାରିବନି ଦେଖ ଖରାପ ଭାବିବନି ପାଗଳ ଡାଇରେକ୍ଟ କହେ